ପରିଚୟ। ସମ୍ପାଦକ ଜନ୍ମ ପ୍ରାଥମିକ ସମବାୟ ସମିତି। ହଁ ସାର୍ କହିବେ ଏବେ ଯେ ମଣ୍ଡି ଉଦ୍ଘାଟନ କଲା କିଭଳି ଚାଷୀ କେମିତି ଦେବେ ପଞ୍ଜୀକୃତ କରିଛନ୍ତି କେତେ ପଞ୍ଜୀକୃତ କରିଛନ୍ତି ଆଉ କେମିତି ଚାଷୀ କିଭଳି ଧାନ ଦେବେ। ଗତ 9 ତାରିଖ ଦିନ KMS ଜିଲ୍ଲା 25-26 ବର୍ଷ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଜଙ୍ଗଠାରେ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଉଦ୍ଘାଟନ କରାଯାଇଛି। ଏହାପରେ ପରେ ଜିଲ୍ଲାସ୍ତରୀୟ ସମସ୍ତ ଜିଲ୍ଲାର ସବୁ ସୋସାଇଟିମାନଙ୍କରେ କ୍ରମ ଅନୁଯାୟୀ ଧାନ ମଣ୍ଡିର ଉଦ୍ଘାଟନ କରାଯାଇଛି ଏବଂ ଚଳିତ ବର୍ଷ କିଭଳି ଧାନ କିଣା ତ୍ୱରିତ ହୋଇପାରିବ ସେଥିପାଇଁ ସମସ୍ତ ପ୍ରଶାସନିକ ସ୍ତରରେ ତତ୍ପର ହେବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ସମବାୟ ସମିତିର କର୍ମଚାରୀ ଏବଂ ସମ୍ପାଦକ ମଧ୍ୟ ତତ୍ପର ଅଛନ୍ତି। ଏଥିନିମନ୍ତେ ପ୍ରତ୍ୟେକ ଚାଷୀମାନଙ୍କ ପାଇଁ ଚାଷୀ ବିଶ୍ରାମାଗାର ଏବଂ ପାନୀୟ ଜଳ ବ୍ୟବସ୍ଥା ଏବଂ ଟଏଲେଟ୍ର ବ୍ୟବସ୍ଥା ମଧ୍ୟ ପ୍ରଶାସନ ତରଫରୁ କରାଯାଇଛି। ଆଜ୍ଞା କହିବେ ସାଟେଲାଇଟ୍ ଜମି ଯଦି ଆପଣ ପଞ୍ଜୀକୃତ କରାଯାଇଛି ତାର ସାଟେଲାଇଟ୍ ଧାନ ହେଇଛି କି ସାଟେଲାଇଟ୍ କଟିଯାଇଛି କ'ଣ କେମିତି ତାଙ୍କୁ ନେଇପାରିବେ। ଏଇଟା ତ ସରକାରଙ୍କ ବିଧି ବ୍ୟବସ୍ଥା ତାକୁ ଗ୍ରହଣ କରିବାକୁ ପଡ଼ିବ। ଚାଷୀମାନେ ସେମାନଙ୍କର ଜମି ପଞ୍ଜୀକୃତ କଲାବେଳେ କିଛି ଜମି ଭୁଲବଶତଃ ସେମାନେ ଚାଷୀମାନେ ସମିତି ସ୍ତରରେ ରେଜିଷ୍ଟ୍ରେସନ କରିଛନ୍ତି ଏବଂ ଦେଖାଯାଇଛି କେତେକ ଜମି ପ୍ରକୃତ ଧାନ ଫସଲ ହୋଇନାହିଁ ଭୁଲବଶତଃ ପଞ୍ଜୀକୃତ କରାଯାଇଥିଲା ବା ଚାଷୀ ଭୁଲବଶତଃ ଦେଇଥିଲା ତାକୁ ସମିତି ସ୍ତରରେ ପଞ୍ଜୀକୃତ କରାଯାଇଥିଲା। ଏବେ ଏହାକୁ ସାଟେଲାଇଟ୍ ସର୍ଭେ ଦ୍ୱାରା ବାଦ କରିବା ସଙ୍ଗେ ସଙ୍ଗେ ସମିତିର ସମ୍ପାଦକ ଏବଂ ଅନ୍ୟ କର୍ମଚାରୀମାନେ ଫିଲ୍ଡ ସର୍ଭେ କରି ତା ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ସରକାର ପ୍ରଦାନ କରିଛନ୍ତି। କେତେକ ସ୍ଥଳରେ ସାଟେଲାଇଟ୍ ସର୍ଭେ ତ୍ରୁଟି ଥିବାର ମଧ୍ୟ ଆମେ